ମାନେ ଗାଁ ଗହଳି ଯାଇକି ପିଲାଙ୍କୁ ଦେଉଛି ଏଠାରେ ବାଣୀ ପିଲାମାନେ ଜଗନ୍ନାଥ ମନ୍ଦିର ପିଲାଙ୍କୁ ବସେଇକି ପିଲାମାନଙ୍କୁ ଶିକ୍ଷା ଦେଉଥିଲା। ଏବେ ବି ମୋ ପିଲା ବି ସେଠି ଥିଲା ସାମଜିକ ଥିଲା ତେଣୁ ବର୍ତ୍ତମାନ ଆମେ ଯଦି କହିବା ଯେତେବେଳେ ସେ ଦଶମ ପାସ୍ କଲେ ସୁଧାକର ସେ ଭୁବନେଶ୍ୱର ଶିଳ୍ପ ଯେଉଁ ତାଲିମ ଚିତ୍ର ତାଲିମ ଅନୁଷ୍ଠାନକୁ ଯାଇଥିଲେ ସେଠି ମଧ୍ୟ ତାଲିମ ନେଇଥିଲେ। ତାପରେ ତାଙ୍କର ଏଇ ଯେଉଁ ଆର୍ଟ ପ୍ରତି ଅଧିକା ଆଗ୍ରହ ଥିଲା। ନିଶ୍ଚୟ ମୂର୍ତ୍ତି ଫୂର୍ତ୍ତି ବି ସେ କରିବ ମୂର୍ତ୍ତି କରି ଛାଡ଼ି ଦେଇଛି ବର୍ଷ ମୂର୍ତ୍ତି ବି କରିବ। ତାପରେ ଆର୍ଟ ଫାର୍ଟ ସେ ପଟ୍ଟଚିତ୍ର ଭିତରେ ସବୁ ଭଲ କରିବ। ତାର ମାନେ ନିଜର ବି ସେ ଶିକ୍ଷା ଭିତରେ ନିଜର ବି ଆଇଡ଼ିଆ ବେଶୀ ଅଛି। ତ ବର୍ତ୍ତମାନ ଆପଣ ଯେଉଁ ଦେଖୁଛନ୍ତି ସୁଧାକରଙ୍କ ରୋଜଗାର କମ୍ କେବଳ ଏଇଟା ତା ସହିତ ଆଉ କିଛି ରୋଜଗାର ଅଛି ଟିକେ ଷ୍ଟଲ୍ କରୁଛି ସେଥିରେ କିଛି ପାଉଛି ବୋଧେ ସେ ଆଉ ତ ଆର୍ଟ ଫାର୍ଟ କରୁଛି ତାକୁ ଟିକେ ସରକାର କିଛି ସାହାଯ୍ୟ ପାଇଛି ଟିକେ ସେ ଟିକେ ଆଗକୁ ସେତିକି ଅସୁବିଧା ଅଛି। ସେଟାକୁ ଠିକ୍ଠାକ୍ କରି ସେ ଜାଗାଟା ଆମେ ତାଙ୍କୁ ପ୍ରୋଭାଇଡ଼ କରୁ। ବର୍ତ୍ତମାନ ଖୁସିର ବିଷୟ ଯେ ସେ ତାଙ୍କ ସପରିବାର ସହିତ ରହି ବିଭିନ୍ନ ପ୍ରକାର ସୁନ୍ଦର ସୁନ୍ଦର ଡ୍ରଇଂ କରି ତାକୁ ବିକ୍ରି କରି ଦୁଇ ପଇସା ଉପାର୍ଜନ କରୁଛନ୍ତି, ନିଜ ଗୋଡ଼ରେ ଠିଆ ହେଇପାରୁଛନ୍ତି। ଆଜ୍ଞା ଗୋଟେ କଥା କହିବା କିଛି ଦିନ ପୂର୍ବରୁ କୋରାପୁଟ ଜିଲ୍ଲାର ସବୁଠୁ ଯଦି କହିବା ଚର୍ଚ୍ଚିତ ଯେଉଁ ପରବ ରହିଛି ପରବ କାର୍ଯ୍ୟକ୍ରମ ହେଇଥିଲା। ବର୍ତ୍ତମାନ 2-3 ଦିନ ତଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ମଧ୍ୟ ଆସିଥିଲେ ଗସ୍ତରେ। ସେ ଉଭୟଙ୍କୁ ଦୁଇଟି ତାଙ୍କର ପ୍ରତିଛବି ତିଆରି କରିକି ଦେଇଥିଲେ। ତ ଆପଣ ସ୍ଥାନୀୟ ଯୁବକ ତା ସହିତ ବନ ବିଭାଗର ଅଧିକାରୀ ଭାବେ ଆପଣ ଗୋଟେ ସରକାରଙ୍କ ପାଖରେ ଅନୁରୋଧ ରଖିବେ କି ସୁଧାକରଙ୍କୁ ଯଦି କୌଣସି ଶିକ୍ଷାନୁଷ୍ଠାନରେ ଚିତ୍ରଗୁରୁ ହିସାବରେ ସ୍ଥାୟୀ ନିଯୁକ୍ତି ଦିଆଯିବ ତାହେଲେ ସୁଧାକରଙ୍କର ଭବିଷ୍ୟତ ଆଉ ଟିକେ ଉଜ୍ଜଳ ହେବ। ତା ସହିତ ଅନେକ ଯେଉଁ ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନେ ଚିତ୍ରାଙ୍କନ ପ୍ରତି ମୁହଁ ଫେରାଉଛନ୍ତି ସେମାନେ ଆଗକୁ ଆକୃଷ୍ଟ ହୋଇକି ନିଜର ଶିକ୍ଷାଗତ ଯୋଗ୍ୟତାରେ ଆଉ ଏକ ପାଉଚ ଆଗକୁ ବଢ଼ିପାରିବେ। ସେଇଟା ଠିକ୍ କଥା। କିନ୍ତୁ ଆମେ ଗୋଟେ ଜିନିଷ କହି ରଖିବା ଯେ ଆମେ ଟିଭିରେ ବି ବହୁତ ଜାଗାରେ ଦେଖିଛୁ ଯେ ଏମିତି ଚିତ୍ରକଳା ଗୁଡ଼ିକ କରନ୍ତି କୋଟି କୋଟି ଟଙ୍କାରେ ସେଗୁଡ଼ିକ ବିକ୍ରି କରାଯାଏ। ଯେଉଁ ଚିତ୍ରକୁ ଆମେ ଦେଖିକି ବୁଝି ବି ପାରୁନୁ ଯେ ଚିତ୍ର କ'ଣ ତା'ର ମିନିଂଟା କ'ଣ, କିନ୍ତୁ ସେଇଟା କୋଟି କୋଟି ଟଙ୍କାରେ ବିକ୍ରି ହେଉଛି। ଏବେ ଆପଣ ଦେଖିବେ ଏହାର ପ୍ରତ୍ୟେକ ଛବି ଆପଣଙ୍କୁ କିଛି ନା କିଛି ଅର୍ଥ କରୁଛି, ସେ ଜୀବନ୍ତ ଛବି ଭଳିଆ ଅଙ୍କନ କରୁଛି। ତେଣୁ ଏତେ ସୁନ୍ଦର ଗୋଟେ ଚିତ୍ରଶିଳ୍ପୀ ଆମର ଏଇ କୋରାପୁଟ ଜିଲ୍ଲାରେ ଅଛି, ସେଥିପାଇଁ ଆମେ ଗର୍ବିତ। ଏବଂ ଆମ ସରକାରଙ୍କୁ ଅନୁରୋଧ କରିବି ଯେ କୌଣସି ପ୍ରକାର ଗୋଟେ ପଦକ୍ଷେପ ନେଇ କୌଣସି ଗୋଟେ ସ୍କୁଲରେ ଟିଚର ହିସାବରେ ବା ଶିକ୍ଷକ ରୂପରେ ଯଦି ନିଯୁକ୍ତି ଦିଆଯାଏ ତାହେଲେ ଆମର ଆଦିବାସୀ ଅଞ୍ଚଳରେ ଥିବା ଆଦିବାସୀ ପିଲାମାନେ